ରଚନା ବର୍ଷାକାଳୀନ ପଲ୍ଲୀର ଦୃଶ୍ୟ। ଉପକ୍ରମ। ପ୍ରାକୃତିକ ଋତୁ ମଧ୍ୟରେ ବର୍ଷା ହେଉଛି ଏମିତି ଏକ ଋତୁ ଯାହା ମାନବ, ଜୀବଜନ୍ତୁ, ଉଦ୍ଭିଦ ଓ ପୃଥିବୀର ପ୍ରତ୍ୟେକ ଉପାଦାନକୁ ଜୀବନ ଦେଇଥାଏ। ବର୍ଷାର ଆଗମନ ସହିତ ପ୍ରକୃତି ପୁଣି ନୂଆ ରୂପ ଧାରଣ କରେ। ବର୍ଷାର ପ୍ରଭାବ ପଲ୍ଲୀ ଅଞ୍ଚଳରେ ସବୁଠାରୁ ବେଶୀ ଦେଖିବାକୁ ମିଳେ। ପ୍ରାକୃତିକ ସୌନ୍ଦର୍ଯ୍ୟ। ବର୍ଷା ଆସିଲେ ଶୁଷ୍କ ଜମିଗୁଡ଼ିକ ହରିତ ଚାଦର ମେଳେଇ ଗାଁ ଦୃଶ୍ୟକୁ ଅପୂର୍ବ ଶୋଭା ଦେଇଥାଏ। ଧାନ ଚାଷ ପାଇଁ ଏହି ସମୟ ଅତ୍ୟନ୍ତ ଉପଯୋଗୀ। ଚାଷୀମାନେ ହସନ୍ତି, ଉତ୍ସାହରେ କ୍ଷେତ ଯାଆନ୍ତି। ମେଘର ଗର୍ଜନ ଓ ବର୍ଷା ଝରିରେ ସେମାନେ ମଜା ପାଆନ୍ତି। ପୋଖରୀ ଓ ନାଳଗୁଡ଼ିକ ଭରିଯାଏ। ଛୋଟ ପିଲାମାନଙ୍କ ପୋଖରୀରେ ଲମ୍ଫ ମାରି ଗାଧୋଇବା ଦୃଶ୍ୟ କେଡ଼େ ମନୋହର ଲାଗେ। ନୂଆ ନୂଆ ଫୁଲରେ ପରିବେଶ ମହକିଯାଏ। ପଲ୍ଲୀ ଲୋକମାନଙ୍କ ଦୈନିକ ଜୀବନ। ବର୍ଷା କାଳରେ ଲୋକମାନେ ଜଳର ଅଭାବରୁ ମୁକ୍ତ ହୋଇ ଅନେକ କାମ କରିପାରନ୍ତି। ଚାଷ କାର୍ଯ୍ୟରେ ବ୍ୟସ୍ତ ରହନ୍ତି। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଧରଣୀ ଶସ୍ୟ ଶ୍ୟାମଳ ହୋଇଉଠେ। ଘରେ ଘରେ ପିଠାପଣା ହୁଏ। ଛୁଆମାନେ କାଦୁଅ ଖେଳନ୍ତି। ଛୋଟ ଛୋଟ ନାଳକୁ ଯାଇ ଲୋକମାନେ ମାଛ ଧରନ୍ତି। ବର୍ଷାର ସମସ୍ୟା। ଯଥେଷ୍ଟ ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ବର୍ଷାକାଳ ଗାଁ ଲୋକଙ୍କ ପାଇଁ କେତେକ ଅସୁବିଧା ନେଇ ଆସେ। ପ୍ରବଳ ବର୍ଷା ହେବା ଯୋଗୁଁ ଗାଁ ଉପରେ ପାଣି ଚଢ଼ିଯାଏ। ରାସ୍ତାଘାଟ କାଦୁଅ ହୋଇଯାଏ। ଯାତାୟାତ ବନ୍ଦ ହୁଏ। ନିମ୍ନ ଅଞ୍ଚଳର ଘର ଜଳମଗ୍ନ ହୁଏ। ଏହି ଋତୁରେ ପ୍ରାୟତଃ ଲୋକଙ୍କୁ ଥଣ୍ଡା, କାଶ, ସର୍ଦ୍ଦି ହୋଇଥାଏ। ଚିକିତ୍ସା ସୁବିଧା ଅଭାବରୁ ଏହା ଗୁରୁତର ସମସ୍ୟା ସୃଷ୍ଟି କରେ। ଉପସଂହାର। ସମସ୍ତ ସମସ୍ୟା ସତ୍ତ୍ୱେ ବର୍ଷାକାଳ ପଲ୍ଲୀ ଜୀବନର ମହତ୍ତ୍ୱପୂର୍ଣ୍ଣ ସମୟ। ଏହି ଋତୁ ଚାଷୀଙ୍କ ଆଶା, ପଶୁପକ୍ଷୀଙ୍କ ଆନନ୍ଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୂତ୍ରଧାର। ଏହା ଗାଁ ଜୀବନକୁ ସଜାଇଥାଏ। ସତରେ ବର୍ଷାକାଳୀନ ପଲ୍ଲୀ ଏକ ସ୍ୱର୍ଗ ସମାନ ଦୃଶ୍ୟ ପ୍ରସ୍ତୁତ କରେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ ପିଲାମାନେ। ଯଦି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଲାଇକ୍ କରିବା। କେମିତି ଲାଗିଲା କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।